ପିଲାମାନେ ତୁମମାନଙ୍କର ଅନେକ ସାଙ୍ଗ ଅଛନ୍ତି। ବିଦ୍ୟାଳୟରେ ଏକାଠି ପଢୁଛ, ଖେଳୁଛ, ନୁହଁ କି? ତୁମ ପରି ପିଲାଟିଏ ତା ସାଙ୍ଗ ବିଷୟରେ କ'ଣ କହୁଛି ଗୋଟେ କବିତାରେ ଅଛି। ସେହି କବିତାଟି ଆଜି ଆମେ ଆବୃତ୍ତି କରିବା। ସେ କବିତାଟି ତୁମର ଉତ୍କର୍ଷ ଅଭ୍ୟାସ ପୁସ୍ତିକାର ସହଜାତ୍ମକ ଶିକ୍ଷଣ ସୋପାନର କାର୍ଯ୍ୟପତ୍ରିକା 4ରେ ଅଛି। ଆସ ଆବୃତ୍ତି କରିବା। ଖାଇ ନଥିଲେ ମୁଁ ଖୁଆଇ ଦିଏ, ରାଗିଥିଲେ ବସି ବୁଝାଉଥାଏ। ଖାଇ ନଥିଲେ ମୁଁ ଖୁଆଇ ଦିଏ, ରାଗିଥିଲେ ବସି ବୁଝାଉଥାଏ। ଥଟ୍ଟା ମଜା କହି ହଲାଉଥାଏ, କହେ ନାହିଁ ଜମା ମିଛ। ବନ୍ଧୁ ପରି ବନ୍ଧୁ ସିଏ ମୋ ପାଇଁ, ଆଉ ସବୁ ତାର ପଛ। ଆଉ ସବୁ ତାର ପଛ। ସାଙ୍ଗ ହୋଇ ଆମେ ସ୍କୁଲ ଯାଉ, ଖେଳ ଛୁଟି ବେଳେ ଏକାଠି ଖାଉ। ସାଙ୍ଗ ହୋଇ ଆମେ ସ୍କୁଲ ଯାଉ, ଖେଳ ଛୁଟି ବେଳେ ଏକାଠି ଖାଉ। ମନ କଥା ଖୋଲି ଆଗରେ କହୁ, ଦିଏ ନାହିଁ ଜମା ଗାଳି। ବିପଦ ଆପଦେ ପାଖେ ମୋର ଥାଏ, ସିଏ ମୋ ପରାଣୁ ବଳି। ସିଏ ମୋ ପରାଣୁ ବଳି। କବିତାଟି ଆବୃତ୍ତି କଲେ ବର୍ତ୍ତମାନ କବିତାଟିର ଭାବାର୍ଥ କ'ଣ ବୁଝିବା। ଖାଇ ନଥିଲେ ମୁଁ ଖୁଆଇ ଦିଏ, ରାଗିଥିଲେ ବସି ବୁଝାଉଥାଏ। ଥଟ୍ଟା ମଜା କହି ହଲାଉଥାଏ, କହେ ନାହିଁ ଜମା ମିଛ। ବନ୍ଧୁ ପରି ବନ୍ଧୁ ସିଏ ମୋ ପାଇଁ, ଆଉ ସବୁ ତାର ପଛ। ତୁମ ପରି ପିଲାଟିଏ ତା ବନ୍ଧୁ ବିଷୟରେ କ'ଣ କହୁଛି ସେ କଥା ବର୍ଣ୍ଣନା କରାଯାଇଛି। ଏଠାରେ ପିଲାଟି କହିଛି ଦେହ ଖରାପ ଯୋଗୁଁ କିମ୍ବା ବାପା ମାଙ୍କ ଠାରୁ ଗାଳି ଶୁଣିବା କାରଣରୁ ବି ହେଉ, ଯେକୌଣସି କାରଣରୁ ବି ମୁଁ ନ ଖାଇଥିଲେ ମୋ ସାଙ୍ଗ ସହିପାରେନି। ସେ ମୋତେ ନିଜ ଖାଦ୍ୟରୁ ବଳାଇ ବଳାଇ ବାଧ୍ୟ କରି ଖୁଆଇ ଦେଇଥାଏ। ମନ ଖରାପ ଥିଲେ, ରାଗ ଅଭିମାନ କାରଣରୁ ଚୁପ୍ ହୋଇ ବସିଥିଲେ ମନକୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ଚେଷ୍ଟା କରେ। କେତେ ମଜା କଥା କହେ। ହାତରେ ସେ ମୁହଁ ହାତକୁ ଝାଙ୍କି ଦେଇ ହଲାଇ ଦେଉଥାଏ। ସେ କେବେ ମୋତେ ମିଛ କହେ ନାହିଁ। ବନ୍ଧୁ ପରି ବନ୍ଧୁଟିଏ ସେ। ସେ ମୋର ଏତେ ଆପଣାର, ତା ଉପସ୍ଥିତିରେ ଅନ୍ୟ ସବୁକିଛି ମୁଁ ଭୁଲିଯାଏ, ସବୁକିଛି ପଛ ହୋଇଯାଇଥାଏ। ସାଙ୍ଗ ହୋଇ ଆମେ ସ୍କୁଲ ଯାଉ, ଖେଳ ଛୁଟି ବେଳେ ଏକାଠି ଖାଉ। ମନ କଥା ଖୋଲି ଆଗରେ କହୁ, ଦିଏ ନାହିଁ ଜମା ଗାଳି। ବିପଦ ଆପଦେ ପାଖେ ମୋର ଥାଏ, ସିଏ ମୋ ପରାଣୁ ବଳି। ଏଠାରେ ସାଙ୍ଗ ହୋଇ ବିଦ୍ୟାଳୟକୁ ଯିବା କଥା, ଖେଳ ଛୁଟିରେ ଏକାଠି ଖାଇବା କଥା କୁହାଯାଇଛି। ଯେମିତି ତୁମେମାନେ ବି ତ ଖେଳ ଛୁଟିରେ ଏକାଠି ଖାଅ। କୌଣସି କାରଣରୁ କେଉଁ ସାଙ୍ଗ ଖାଇବା ନ ଆଣିଥିଲେ ତୁମ ଖାଦ୍ୟରୁ ତାକୁ କିଛି ଦେଇଥାଅ। ଏମିତି ପିଲାଟିର ସାଙ୍ଗ ମଧ୍ୟ ତାକୁ କେବେ ମନ କଷ୍ଟ ହେଲା ଭଳିଆ, ମନ ଦୁଃଖ ହେଲା ଭଳିଆ କଥା କହେ ନାହିଁ, ଗାଳି ଦିଏ ନାହିଁ। ସେ ଯଦି ଖାଇବା ନ ଆଣିଥିଲେ ତାକୁ ତା ନିଜ ଖାଦ୍ୟରୁ ଖାଇବାକୁ ଦିଏ। ଏକାଠି ମିଳିମିଶି ଖାଆନ୍ତି, ମିଳିମିଶି ଖୁସିରେ ରହନ୍ତି। ଯେକୌଣସି ସମୟରେ ବିପଦ ଆପଦରେ ତା ବନ୍ଧୁ ତାକୁ ସାହାଯ୍ୟ କରିଥାଏ। ସାଙ୍ଗ ନିଜ ଜୀବନ ଠାରୁ ବି ଅଧିକ, ଏହି କଥା ଏଠାରେ ବର୍ଣ୍ଣନା କରାଯାଇଛି। ଆଚ୍ଛା ପିଲାମାନେ କହିଲ, ଖାଇ ନଥିଲେ ବନ୍ଧୁ କ'ଣ କରେ? ଖାଇ ନଥିଲେ ବନ୍ଧୁଟି ଖୁଆଇ ଦିଏ। ତୁମେ ରାଗିଲେ ବନ୍ଧୁ କ'ଣ କରିଥାଏ? ମୁଁ ରାଗିଲେ
ବନ୍ଧୁଟି ଥଟ୍ଟା ମଜା କଥା କହେ, ଦେହ ମୁହଁକୁ ହଲେଇ ଝାଙ୍କି ଦିଏ ଓ ବୁଝାଇ ଦିଏ। କିଏ ମିଛ କହେ ନାହିଁ? ବନ୍ଧୁଟି ମିଛ କହେ ନାହିଁ। ବିପଦ ଆପଦରେ କିଏ ପାଖରେ ଥାଏ? ବିପଦ ଆପଦରେ ବନ୍ଧୁଟି ପାଖରେ ଥାଏ। ଥଟ୍ଟା ମଜା ଏକ ଯୋଡ଼ି ଶବ୍ଦ। ଏଇଭଳିଆ ଆଉ କିଛି ଯୋଡ଼ି ଶବ୍ଦ ଦେଖିବା। ଆଶା ଭରସା, ଟଙ୍କା ପଇସା, ହାଟ ବଜାର, ଦେଖା ଚାହାଁ, ଧାନ ଚାଉଳ, କଳି କଜିଆ, ଲିପା ପୋଛା, ସାଙ୍ଗସାଥୀ। ଆଉ କିଛି ଯୋଡ଼ି ଶବ୍ଦ ଦେଖିବା। ବିପଦ ଆପଦ, ଅଦଳ ବଦଳ, ପନିପରିବା, ବନ୍ଧୁବାନ୍ଧବ, ଡର ଭୟ, ଦୟା ମାୟା। ଆଜି ଆମେ କ'ଣ ଶିଖିଲେ? ଏହି କବିତାରୁ ବନ୍ଧୁତ୍ୱର ମହତ୍ତ୍ୱ କ'ଣ ବୁଝିଲେ? କିଛି ଯୋଡ଼ି ଶବ୍ଦ ବି ଜାଣିଲେ ଏବଂ ପ୍ରଶ୍ନ ଗୁଡ଼ିକର ଆଲୋଚନା ମଧ୍ୟ କଲେ। ବର୍ତ୍ତମାନ ତୁମେମାନେ କାର୍ଯ୍ୟପତ୍ରିକାଟିରେ ଦିଆଯାଇଥିବା ଅଭ୍ୟାସ କାର୍ଯ୍ୟଗୁଡ଼ିକୁ କରିବ। ଏଇଠି ରହିବା। ଧନ୍ୟବାଦ।